ଗୋଟେ କଣ୍ଟେନରରେ ମିଲ୍କ ଆଉ ୱାଟରର ରେସିଓ ଦେଇଛି। ଫର୍ଷ୍ଟ କଣ୍ଟେନରରେ ଅଛି 8:3 ଅଛି, ଆଉ ସେକେଣ୍ଡ କଣ୍ଟେନରରେ 2:1 ଅଛି। ତ କ୍ୱେଶ୍ଚିନରେ ଦେଇଛି କ'ଣ ନା ୱାଟର 3 ଲିଟର ଅଧିକ ଆଡ଼୍ କରାଯାଇଛି। ଯଦି ୱାଟରଟା 3 ଲିଟର ଅଧିକ ଆଡ଼୍ କରାଗଲା ତ ମିଲ୍କଟା ତ କନଷ୍ଟାଣ୍ଟ ଅଛି ନା, ଆଗରୁ ଯେତିକି ଅଛି ଏବେ ବି ସେତିକି ଅଛି। କିନ୍ତୁ ଆମେ ଦେଖିଲେ ମିଲ୍କର କେତେ ରେସିଓ ଅଛି 2। ତ ଆମେ ୟାକୁ କନଷ୍ଟାଣ୍ଟ କରିବା ପାଇଁ କେତେ ହେବ ନା ଆମେ ୟା ସାଙ୍ଗରେ ସମାନ କରିବାକୁ ପଡ଼ିବ। ତ ମଲ୍ଟିପ୍ଲାଏ କରିବାକୁ ପଡ଼ିବ 4। 4 ହେଇଗଲେ ଏଇଟା 8, ଏଇଟା 8 ହେଇଗଲା। ଯଦି ଆମେ ଏଇପଟ ସାଇଡ଼୍ରୁ 4 ମଲ୍ଟିପ୍ଲାଏ କରିବା ତ ଏଇପଟରେ ବି 4 ମଲ୍ଟିପ୍ଲାଏ କରିବା। ତ 4 ଯଦି ମଲ୍ଟିପ୍ଲାଏ କରିବା ଆମେ ଦେଖୁଛେ ଇଏ ହେଉଛି 4, ଇଏ ହେଲା 3। ତ ଆମର କେତେ ଇନକ୍ରିଜ୍ ହେଇଛି? ଗୋଟେ ୟୁନିଟ୍ ଇନକ୍ରିଜ୍ ହେଇଛି। ତ ଗୋଟେ ୟୁନିଟ୍ର ଭ୍ୟାଲ୍ୟୁ କେତେ ଦେଇଛି ନା 3 ଲିଟର। ଯଦି ଗୋଟେ ୟୁନିଟ୍ 3 ଲିଟର ଦେଇଛି ତାହେଲେ 4 ଭାଗଟା କେତେ ହେବ? 12। ଆଉ ଏଇ 8 ଭାଗଟା କେତେ ହେବ ନା 24। ତାହେଲେ ତାଙ୍କ ରେସିଓଟା କେତେ ହେଇଯିବ ନା 24:12।